ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ ଅବସରରେ ଇମାମି କାଗଜ କଳର କର୍ମଚାରୀଙ୍କ ପକ୍ଷରୁ ସଚେତନତା ଗଣଦୌଡ଼ ଅନୁଷ୍ଠିତ ହୋଇଯାଇଛି। ବାଲେଶ୍ୱର ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ରଶ୍ମି ରଞ୍ଜିତ ଦଳବେହେରା ଓ ଫକୀରମୋହନ ବିଶ୍ୱବିଦ୍ୟାଳୟର ଏନ୍ଏସ୍ଏସ୍ ସଂଯୋଜକ ତଥା କୁଳପତିଙ୍କ ପ୍ରତିନିଧି ଅମୂଲ୍ୟ କୁମାର ଆଚାର୍ଯ୍ୟ ଏହି ଗଣଦୌଡ଼ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ଏହି ଗଣଦୌଡ଼ ମିତ୍ରପୁରସ୍ଥିତ ଫକୀରମୋହନ ବିଶ୍ୱବିଦ୍ୟାଳୟ ଠାରୁ ଆରମ୍ଭ ହୋଇ ଇମାମୀନଗର ଜଗନ୍ନାଥ ମନ୍ଦିରରେ ଶେଷ ହୋଇଥିବା ବେଳେ ସଡ଼କ ସୁରକ୍ଷା ଜୀବନ ରକ୍ଷା ସମ୍ପର୍କିତ ବିଭିନ୍ନ ସଚେତନତାମୂଳକ ସ୍ଲୋଗାନ ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା। ଜଗନ୍ନାଥ ମନ୍ଦିରରେ ଆୟୋଜିତ ସଚେତନତା ସଭାରେ ସ୍ଥାନୀୟ ପେପର ମିଲ୍ସର ବରିଷ୍ଠ ସଭାପତି ଆଶିଷ ଅବିନାଶ ଗୁପ୍ତା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସାଧାରଣ ପରିଚାଳକ ଡକ୍ଟର ୟୁସୁଫ ଅଲି ସାଲାଙ୍କି, ବରିଷ୍ଠ ସୁରକ୍ଷା ଅଧିକାରୀ ରଞ୍ଜିତ କୁମାର ଦାସ, ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗର ଅଧିକାରୀ ରଶ୍ମି ରଞ୍ଜିତ ଦଳବେହେରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଦ୍ରୁତ ଗତିରେ ଗାଡ଼ି ଚାଳନାରୁ ନିବୃତ୍ତ ରହିବା, ମୋବାଇଲ ବ୍ୟବହାର ବନ୍ଦ କରିବା, ସର୍ବଦା ହେଲମେଟ୍ ପିନ୍ଧିବା ଓ ସିଟ୍ ବେଲ୍ଟ ପିନ୍ଧିବା ନିମନ୍ତେ ନିଜ ଅଭିଭାଷଣରେ ସମସ୍ତଙ୍କୁ ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ। ସେହିପରି କାଗଜ କଳର କାର୍ଯ୍ୟରତ ଓ ପରିବହନରେ ଆସୁଥିବା ସମସ୍ତ ଗାଡ଼ି ଚାଳକଙ୍କୁ ତଥା ସ୍ଥାନୀୟ କଲେଜରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ସଡ଼କ ସୁରକ୍ଷା ମାସ ସଚେତନତା କରିବା ନିମନ୍ତେ ଉଦ୍ୟମ ଚାଲୁ ରହିବ ବୋଲି ସେ କହିଥିଲେ। ଏହି ଅବସରରେ ଅତିରିକ୍ତ ସାଧାରଣ ପରିଚାଳକ ତଥା ବରିଷ୍ଠ ଲୋକସମ୍ପର୍କ ଅଧିକାରୀ ମନୋଜ କୁମାର ପାଢ଼ୀ ସମସ୍ତଙ୍କୁ ସଚେତନ କରିବା ସହିତ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।